ଆପଣ ଯେତେବେଳେ ମଦ ପିଇବେନି ବୋଲି ନିଜେ ନିର୍ଦ୍ଦିଷ୍ଟ କଲେ, ନିଷ୍ପତ୍ତି ନେଲେ, ତାପରଠାରୁ କେବେ କେବେ ମନ ହେଇଛି? ମନ ହେଇଛି 2-3 ଥର ହେଇଛି, ଯୋଉଥିପାଇଁ ଘରେ ପାଟିତୁଣ୍ଡ ବି ହେଇଛି, ଘର ଲୋକ ସବୁ ଜାଣିଛନ୍ତି 2-3 ଥର ହେଲା। ମାନେ ତାପରେ ଡାକ୍ତର କହିଲା ପରେ ବି ମନ ହଉଥିଲା? ହଁ ମନ ହେଇଛି, ଆସିବାର 2-3 ଦିନ ପର୍ଯ୍ୟନ୍ତ ହେଇଛି, ମୁଁ ପୁରା କାନ୍ଦିଆ ଭଳିଆ ସିଚୁଏସନ ହେଇଯାଇଛି ଘରେ। ଲାଷ୍ଟକୁ କିଛି ନହେଲା, ମୋ ପୁତୁରା ଥିଲେ, ସେ ପୁତୁରା ଥିଲେ, ମୋ ଦେହ ଖରାପ ହେଇକି ଆସିଥାଏ, ମୁଁ 3 ଦିନ ହେଇଛି। ଆଜ୍ଞା। ମୋ ପୁତୁରା ଥିଲା, ମୋ ଭାଉଜ ଥିଲେ, ମୋ ମିସେସ୍ ଥିଲା, ଆଉ ସମସ୍ତେ ଅନ୍ୟ ଥିଲେ। ମୁଁ ଏମିତି ପାଟିତୁଣ୍ଡ କଲି ଯେ ଲାଷ୍ଟକୁ ମୋ ଭଉଣୀ ଭେଣେଇ ଯିଏ ଅଛନ୍ତି ସେ ଆସିବାକୁ ପଡ଼ିଲା ତାଙ୍କୁ, କଳ୍ପନା ଛକରୁ ଏଠିକି ଆମ ସେ ମୋ ଘରକୁ ଯୋଉ ପଳାଶୁଣି ଯୋଉ ଘରକୁ ସେ ଆସିବାକୁ ପଡ଼ିଲା। ଲାଷ୍ଟକୁ ମୁଁ କିଛି ମାନେ ଏମିତି କହିଲି, ମୁଁ କହିଲି ତୁ ମଦରା ବୋତଲଟା କିଣି ଆଣିଦା, ମୁଁ ତାକୁ ଦେଖିକି ଶୋଇବି। ବୁଝିପାରୁଛନ୍ତି, ସିଏ ଗୋଟେ ସତ ବ୍ଲିଜର ନେଇକି ଆଇଲା, ବୁଝିପାରୁଛନ୍ତି? ହଁ, ବ୍ଲିଜର ଦେଖିକି ଶୋଇଲେ? ମୁଁ ତାକୁ ଦେଖିଲି, ମୁଁ କହିଲି ଦେଖିଦେବି, ଦେଖିବାକୁ ଯାଉ, ଦେଖିକି ଶୋଇବି। ସତକୁ ସତ ମାନେ ମାନସିକ ସ୍ତରରେ କୋଉ ଭଳିଆ ପ୍ରଭାବିତ ଥିଲି। ତାପରେ ସେଠୁ ମୋ ପୁତୁରା ଯାଇକି ନିଜେ କିଣିକି ଆଣିଲା ବ୍ଲିଜର, ଫ୍ରିଜରେ ରହିଲା। ତାପରେ ବ୍ଲିଜର ଭାଙ୍ଗିଗଲା, ଆଉ ଇଏ ହେଇନି। ମାନେ ଏତେ କିଛି ଘଟିଲା ପରେ ବି ସେଇ 3 ଦିନ ମୋର ଯୋଉ ଇଏ ହେଇକି Discharge ର 3 ଦିନ। ହଁ 3 ଦିନ ପରେ ଏମିତି ହେଇଥିଲା। ଡାକ୍ତର ପାଖରେ କହିଲେ ଏ ଘଟଣା ସବୁ? ନା ଡାକ୍ତରଙ୍କୁ ସବୁବେଳେ, ତାପରେ ଡାକ୍ତରକୁ ମୁଁ ମାସେ ପରେ ଗଲି ଯେତେବେଳେ, ଡାକ୍ତର ଆଲକୋହଲ ନଉଛି, ମୁଁ କହିଲି ନା ଆଲକୋହଲ ନେଇନି। ଓହୋ। ଆପଣ ତାପରେ ପ୍ରାୟ 3 ଦିନ ହେଇଥିଲା, ତାପରେ 4 ଦିନ, 5 ଦିନ, 7 ଦିନ ପରେ ଗୋଟେ ମୋ ସାଙ୍ଗରେ ପଢିଥିଲେ ସୁମନରେ, ତାଙ୍କୁ ଦେଖିକିରି ତାପରେ ତାକୁ ଭୟ ଶୁଣିଲି ଆସିଲା। ଭୟ ଆସିଗଲା।